ସମସ୍ତଙ୍କୁ ପୁନର୍ବାର ସନ୍ଧ୍ୟା ସମୟରେ ମୋର ଭକ୍ତିପୂର୍ଣ୍ଣ ନମସ୍କାର। ପ୍ରଭୁଙ୍କ ମହତ୍ ନାମକୁ ଧନ୍ୟବାଦ ଦିଏ। ଏପରି ଏକ ଅନନ୍ୟ ଅବକାଶ ପ୍ରଭୁ ଆମମାନଙ୍କୁ ବିଶେଷ ଭାବେ ମୋତେ ପ୍ରଦାନ କରିଅଛନ୍ତି। ପ୍ରଭୁଙ୍କ ମହତ୍ ନାମର ଧନ୍ୟବାଦ ହେଉ। ମଣ୍ଡଳୀ ଗତିରେ ପୁନଃ ମୁଁ ଧନ୍ୟବାଦୀ ଏବଂ ଆପଣମାନେ ଯେତେକ ସମବେତ ପ୍ରତ୍ୟେକଙ୍କ ନିକଟରେ ହୃଦୟର ଗଭୀର କୋଣରୁ ସଭକ୍ତି ଅଭିନନ୍ଦନ ଜ୍ଞାପନ କରେ। ଆମେ ଈଶ୍ୱରଙ୍କ ବାକ୍ୟ ମଧ୍ୟକୁ ଯିବା। ପ୍ରକାଶିତ 10 ପର୍ବର 10 ପଦ। ସେଥିରେ ମୁଁ ଦୂତଙ୍କ ହସ୍ତରୁ ସେ କ୍ଷୁଦ୍ର ପୁସ୍ତକଟି ନେଇ, କେଡ଼େ ଚମତ୍କାର ବିଷୟ। ଯେତେବେଳେ ପ୍ରଭୁ ଗୋଟେ ନିର୍ଦ୍ଦିଷ୍ଟ ସ୍ୱରରେ ଜହନକୁ କହିଲେ, ଜହନ ତୁମେ କ୍ଷୁଦ୍ର ପୁସ୍ତକ ନିଅ। ଜହନ ଅମାନିଆ ହେଉନାହାନ୍ତି, ଅନାଜ୍ଞା ବହ ହେଉନାହାନ୍ତି। ପ୍ରଭୁ ଏତେ ଭୀଷଣ ସମୟ ଏବଂ ଏ ଲେଖା ସବୁ ଏତେ କ୍ଲେଶ ଭରା, ଏତେ ଯନ୍ତ୍ରଣା ଭରା। ମୁଁ ଲେଖୁଛି, ମୁଁ ଶୁଣୁଛି, ମୁଁ ଜାଣିବାକୁ ପାରୁଛି ତାହା କେମିତି ଯନ୍ତ୍ରଣାର ବିଷୟ ପୃଥିବୀ କେବେ ଭାବି ନାହିଁ, ଇମାଜିନ୍ କେବେ କରିନାହିଁ। ପ୍ରଭୁ ସେମିତି ବାକ୍ୟ, ସେମିତି ପୁସ୍ତକଟିଏ ମୁଁ କେମିତି ନେବି ପ୍ରଭୁ? ମୁଁ କେମିତି ତାହା ପଢ଼ିପାରିବି, କେମିତି ଗ୍ରହଣ କରିପାରିବି, କେମିତି ଭୋଜନ କରିପାରିବି? ବହୁତ କଷ୍ଟ ପ୍ରଭୁ ମୋ ପାଇଁ। ମୁଁ ଜଣେ ସାଧାରଣ ମନୁଷ୍ୟ ମାତ୍ର, ଆଉ ଏତେ ଯନ୍ତ୍ରଣା, ଏତେ ତିକ୍ତତାର ପରିବେଶ ମୁଁ ଭାବନା, କଳନା, କଳ୍ପନା କରିପାରୁନାହିଁ। ପ୍ରଭୁ ମୋତେ କ୍ଷମା କର ପ୍ରଭୁ, ଅମାନିଆ ହେଉନାହାନ୍ତି। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ ଏତେ ଶକ୍ତିଯୁକ୍ତ ଏବଂ ଏତେ ଆଦରଣୀୟ ଯେ ତାହା ଯେଉଁଠି ଥିଲେ ମଧ୍ୟ ଆମେ ତୃଷିତ ଏବଂ ଲାଳାୟିତ ହୋଇ ସେ ବାକ୍ୟ ପାଇବା ପାଇଁ ହାତ ବଢ଼ାଇବା ନିହାତି ଆବଶ୍ୟକ। ପ୍ରଭୁ, ମୁଁ ତୁମ ବାକ୍ୟ ପାଇଁ, ପ୍ରଭୁ ପ୍ରଭୁ ତୁମରି ବାକ୍ୟ ମୋ ପାଇଁ, ମୋ ଜୀବନ ପାଇଁ ଏ ଦୁର୍ଦିନ ମାନଙ୍କରେ ଏକାନ୍ତ ଅପରିହାର୍ଯ୍ୟ, ଏକାନ୍ତ ଦରକାର। ପ୍ରଭୁ ତୁମରି ବାକ୍ୟ ମୋ ପାଇଁ। ସେଇ ତୃଷା, ସେଇ କ୍ଷୁଧା ଆଜି ଆମମାନଙ୍କ ଜୀବନରେ ରହିବା ଦରକାର। ଜହନକୁ ଆମେ ଦେଖୁଛୁ, ସେ ହାତ ବଢ଼ାଇ ସେ କ୍ଷୁଦ୍ର ପୁସ୍ତକକୁ ନେଉଅଛନ୍ତି ଦୂତଙ୍କ, ସେ ମହାବିକ୍ରମୀ ଦୂତଙ୍କ ହାତରୁ। ପଶ୍ଚାତଗାମୀ ହେଉନାହାନ୍ତି, ପଛଘୁଞ୍ଚା ହେଉନାହାନ୍ତି। ସେ ଜାଣନ୍ତି ଯେତେ ଯାହା ହେଲେ ମଧ୍ୟ, ଯେମିତି ଭୀଷଣ ସମୟ ହେଲେ ମଧ୍ୟ ଏହା ଈଶ୍ୱର ପ୍ରଦତ୍ତ ବାକ୍ୟ ଯାହା ହେଲେ ମଧ୍ୟ ମୋ ପାଇଁ ଦରକାର, ଆଉ ପୃଥିବୀବାସୀ ପାଇଁ ଦରକାର। ପ୍ରିୟ ବନ୍ଧୁ, ଆଜି ଯଦି ଆମେ ଗୋଟେ ପ୍ରକାର ଅଭିଶପ୍ତ ଜୀବନଯାପନ କରୁ ପାପରେ, ତେବେ ହୁଏତ ଏଇଥିପାଇଁ ଈଶ୍ୱରଙ୍କ ବାକ୍ୟର ଅଭାବ ଘୋରତର ଭାବରେ ଆମମାନଙ୍କ ଜୀବନରେ, ଆମମାନଙ୍କ ପାରିବାରିକ ଜୀବନରେ, ମାଣ୍ଡଳିକ ଜୀବନରେ ରହୁଛି। ସବୁ ବିଷୟରେ ଆମେ ପୂର୍ଣ୍ଣ ପରି ଜଣାପଡୁଛି, ଦେଖାଯାଉଛି। ସବୁ ବିଷୟରେ ତେଜବାନ ପରି ଆମେ ଦେଖାଯାଉଛୁ, ଭରପୁର ପରି ଦେଖାଯାଉଛି। ଈଶ୍ୱରଙ୍କ ବାକ୍ୟ କାହିଁ? ସେ ନିଦା ବାକ୍ୟ, ସେ ସତ୍ୟତା, ଯେଉଁ ବାକ୍ୟ ଗଠନମୂଳକ, ଯାହା ଆମମାନଙ୍କୁ ପାପରୁ ପରିଷ୍କୃତ କରିପାରେ, ପରିମାର୍ଜିତ କରିପାରେ, ସେହି ବାକ୍ୟକୁ ଆମେ ଆମ ଜୀବନରେ କେତେ ଦୂର ସାଇତି ରଖିଛୁ ଆଉ କହିପାରୁଛୁ, ପ୍ରଭୁ ମୁଁ ତୁମ ବାକ୍ୟ ପାଇଁ। ପ୍ରିୟ ବନ୍ଧୁ, ଆଜି କେତେ ଗୋଟେ ପ୍ରକାର ଅଭାବ, ପ୍ରଚୁରତା ଭିତରେ ଅଭାବ, ନୁହେଁ କି? ବାକ୍ୟ ପ୍ରଚାର, ସମସ୍ତଙ୍କ ଘରେ ବାଇବେଲ, ବାଇବେଲ ପରେ ବାଇବେଲ ଥାକ ମାରି ଆମେ ରଖୁଛେ, କିନ୍ତୁ ମନ ହୃଦୟ ଭିତରେ ବାକ୍ୟ ନାହିଁ। ଆମ ଆଶ୍ଚର୍ଯ୍ୟାନ୍ୱିତ ଯେ ଆମେ କେମିତି ପ୍ରକାଶିତ ପୁସ୍ତକ ସହିତ ପରିଚିତ ଆମେ ହେଇପାରୁନାହୁଁ। ଦୀର୍ଘ ବର୍ଷର ଖ୍ରୀଷ୍ଟିଆନ ଆମେ ଈଶ୍ୱରଙ୍କ ମହତ୍ତର ଯୋଜନା କାହିଁକି ଆମେ ଜାଣିପାରୁନାହୁଁ? ପ୍ରଭୁ ଯାହା ପ୍ରକାଶ୍ୟ କରିଅଛନ୍ତି ଆଦିରୁ ପ୍ରକାଶିତ ପର୍ଯ୍ୟନ୍ତ, କେତେ ଦୂର
आमे वाक्य खोली वाक्य निमज्जित होई वाक्य मज्जि जाए वाक्य सहित मु आ मो सहित वाक्य एमती डिवोशन आमर रहुछि कि आमे हुए तो उपरिया उपरिया जहाँ तैरे भाषमान होई आमे जीवन यापन करूछु आमे हुए तो हल्का 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 फुल्का भावे आमे गतायात करूछु प्रभु केते सीरियस तांको वाक्य पाई दीर्घ 1600 वर्ष से नेले आदिरु प्रकाशित सब लेखिकी पतित मानव समाज को प्रदान करिबा पाई प्रभु तांको वाक्य पे सीरियस जदि छुटिया संविधान पाई सरकार एते सीरियस स्वर्गरु आगत ए मानना ए वाक्य पाई ईश्वर केते सीरियस आज आमांको जीवन में ईश्वर को वाक्य पाई से सीरियसनेस रही अछि आमे जते को बालक बंधु आमे जते को प्रचारक बंधु आमे जते को विश्वासी विश्वासिनी कर्मकर्ता कर्मकर्त्री आमे तो एक्सपर्ट अनेक दिगरे ईश्वर को वाक्य रे आमे उणा पड़िबा पर जणा पड़ुछि काहे पवित्रता काहे परिपक्वता ईश्वर को वाक्यर रिजल्ट्स होछि ए पवित्रता परिपक्वता गोटे परिष्कृत जीवन आमान को ठारे अछि कि आपण मन को पाखरे अछि ना मो पाखरे अछि दिन पर दिन अभिज्ञता पर अभिज्ञता बढ़ी चली ख्रीष्टीय जीवन रे वे तो आमे परित्राण प्राप्त होई अनेक वर्ष बीती जाइछि तथापि वाक्यर घोरतर अभाव ईश्वर प्रकाशित प्रकाश्य योजना को जहाँ से प्रकाश कर सारी सेमिति वाक्य को जब आम बुझी पारुना जहाँ से गुप्त रखिंट ताहा गोटे कथा जहाँ जटिल युक्त ताहा गोटे कथा किंतु जहाँ से प्रकाश कर मंडली मानकरे आजिका समय आमे अनेक विषय को गुरुत्व देउछु किंतु ईश्वर वाक्यर स्टडी ईश्वर वाक्यर गवेषणा अध्ययन ईश्वर वाक्यर समय उपयोगी सत्यता बंटन करबा घोरतर अभाव प्रचुरता भितरे दुर्भिक्ष देखा मिलुछि काहे से कृष्ण आ जीवन केते सरस सुंदर हो जाए जेतले मैं हाथ पापुली बढ़ई प्रभु तुम वाक्य मते दियो प्रभु जीवन केमिति न हबो कोन न हबो जेतले हमें वाक्य को प्रसारित भावरे हस्त मेलेई जेतले हमें कहिबा प्रभु तुमे मते वाक्य दियो प्रभु जनता ही एठी करो छ माथा यीशु को इनवाइट कर बेथनी गाँ को अनेक थर जीशु जाइए आश्चर्य कार्य कले किंतु लोके जीशु को ग्रहण कर स्वागत कर मार्था जी से नारी जे जीशु को इनवाइट कले बहुत बड़ स्टेप कहीं पचारू ना जड़े स्त्री जड़े महिला दांड को बाहरी नमस्कार टे करी जदि से जीशु को गृह भीतर को आमंत्रण करुचे केते बड़ स्वागत योग्य पदक्षेप ताहा देखंतु आ जीशु जेते भीतर को आसिले मार्था गले तरबरिया होई कोन किछ गोटे प्रस्तुत करी ताहा गोटे कल्चर निश्चित भाव करबा दरकार मरियम जे जीशु को पाद तले बसी वाक्य शुणुथिले जीशु कहिले एक उत्तम भाग मनोनीत करिछि आ या ताहा हरण कर प्रिय बंधु वाक्य गच्छित मात्रा रे केते दूर आमे आम हृदय मन रे रखि पारिछु एही वाक्य ही अल्टीमेटली आम पाई आशीर्वाद स्वरूप आ एही आशीर्वाद द्वारा वाक्य को केते दूर आमे लालायित तृषित आमर पिपासा रही वाक्य पाई आ केते दूर आमे हृदय मध्य जमा पाठ करी रखि पारिछु प्रश्न अछि आज आम समस्ते से उत्तरदायी अटू से मु दूत हस्तरू से क्षुद्र पुस्तकटी नहीं ताहा भोजन कले ताहा ग्रहण कले आउ विलंब नहीं
आउ द्वितीय चिंता किछि नहीं मु देखिबि प्रभु मोर अन्य गोटे काम रही तापर मु से वाक्य को भोजन करेबी कहा जौन भावना ताहा जेमिति हाथ में धरिले आनिले से वाक्य को ग्रहण कले आउ संपूर्ण रूपे वाक्य को ग्रहण कले प्रिय बंधु सही प्रकार पदक्षेप सही प्रकार स्टेप आज मंडली नेबा निहाती दरकार वाक्य पाई डेडिकेटेड केते गुरुत्वपूर्ण विषय ताहा मो मुख को महु परि मिठा लागिला ए वाक्य होची मधुमय वाक्य मधु एंटायर वाक्य आदिरु प्रकाशित पर्यंत टोटल वाक्य तहिरे जहाँ भी लेखा अछि जहाँ भी लेखा थाउ वाक्य मधुमय भारी मिठा गीत संहिता 19 पर्व एक चमत्कार गीत से गीत को जब आम देखू दुई भाग विभक्त प्रथम भागटी आकाश मंडल सूर्य चंद्र तारा कथा कहे किंतु ताहा मध्य ईश्वर वाक्य को स्ट्रेस देउछि कारण ए विश्व ब्रह्मांड जेमिति भावे परिचालित घूर्णयमान हेउछि ईश्वर वाक्य रे स्थापित होई ईश्वर वाक्य अनुसारे ताहा सब परिचालित गीत लेखक से 19 पर्वर द्वितीय भाग से कहते जे ईश्वर वाक्य प्राय 6 थर से कहते जे यह ईश्वर वाक्य आ ईश्वर वाक्य व्यवस्था विधि शासन एवं ताहा केमिति आम जीवन पाई दरकारी ताहा मध्य से कहते आ तांको कहया कथा होची ए विश्व ब्रह्मांड जमिति वाक्य द्वारा परिचालित जदि से वाक्य को तुमे मध्य ग्रहण जदि करिब तुम जीवन मध्य सुचारू रूपे परिचालित होई पारिबो प्रिय बंधु सेतिक नुह 10 पदरे से जहाँ कहती भारी नियारा से कहते प्रभु तुम वाक्य मधु आ मधु चाक ठारू सुमिष्ट प्रभु जेतेबेले दाऊद एक कथा कहती सेतेबेले एंटायर बाइबल लिखित होई नथिला पूरा बाइबल जाक लेखा होई नथिला नूतन नियम तो कदापि नुहे जहन 3 पर्वर 16 पद भारी मिष्टमय आउ सही पद तो नुहे सेतेबेले जहाँ लेखा अछि पुरातन नियम रो अल्प केतेक पुस्तक मात्र पूरा पुरातन नियम रो 39 टी पुस्तक लिखित नुहे तन्मध्यरु अल्प केतेक आ एमिति अल्प केतेक जहाँ कि इतिहास संबंधी एवं वंशावली संबंधी ना सबु एमिति ना सबु जे पढुतिले बिचारिया बिचारिया लागि पारे सेमिति लेखा सबु सेमिति वाक्य मध्य गोटिए जगार नाही सबु जेतिके लेखा होईछि एने तेने लेखा होईछि लेखकों पाखरे सब नहीं दाऊदों पाखरे तथापि से कहती से अल्प केतेक जहाँ को आम विचार बोली भाबू सेमिति अल्प केतेक को नहीं से कहते प्रभु तुमरी वाक्य जहाँ दंड शास्ति प्रकाश करुछि वंशावली संबंधी इतिहास संबंधी प्रभु सही वाक्य मो मुख को मधु आ मधु चाक ठारू सुमिष्ट प्रिय बंधु ईश्वर वाक्य मधुमय वाक्य आउ ताहा जहाँ भी उल्लेखित हेई थाउ ना पछते दंड शास्ति विधि विधान क्लेश जंत्रणा जहाँ जेतेक विषय सब लेखाई थाउ पछके सब जाक जेतेले आमे ग्रहण करूछु आमे नेउछु स्वागत करूछु ताहा पूरा पूरी मधुमय कारण मधुमय एमिति जे आमे जेतेले एंटायर वाक्य को
ईश्वर केमी त्वरान्वित करुअछंती कौन करुअछंती से सब वाक्य को जेते बेले ताहा जानू ताहा जे एते मधुर एते मिष्ट एते मधुमय सेते बेले हमें रियलाइज करि पार गोटिए पद जोठी नर्क कथा लेखा अछि वे तो से नर्क संबंधी गोटिए कथा कि कहार पतन संबंधी गोटिए पद सेई सब वे तो एते आनंददायक होई न पारे किंतु ईश्वर से पद सब द्वारा कौन करुअछंती ताको योजना ताहा जेतेले हमें देखू ताहा मधुर आउ मधु मधु चाक ठारू सुमिष्ट प्रिय बंधु आमे जेतेले ईश्वर का वाक्य को खोली पढ़ू ध्यान करू आमे से मधुरता चाखी पारुछु ना भाबुछु ए जगतर जागतिकता बहुत मधुर मो पाए ईश्वर का वाक्य रे जे ए व्यवस्था पुस्तक ध्यान करे एवं तार आनंद पाए से लोक धन्य माने पढ़िया बेले गोटे एंजॉय करबा परी आनंद करबा परी आमे पढ़ी पारुछु ता पाई पारुछु केते दूर आमे तळକୁ खसिछु ग्रहण करबा बेले मधुमय किंतु किछि समय परे ताहा तिक्त हे जाउछि तिक्त लागुछि उदर को गला परे ताहा तिक्त होई जाउछि माने जते बेले घटना घटिबा को जाउछि ग्रहण करबा बेले सुनिबा बेले पढ़िबा बेले वे तो प्रचार करबा बेले भारी भल लागुछि हमको किंतु प्रैक्टिकली सही वाक्य ही जते घटिबा को जाउछि घटना छल रे घटना चक्र रे सही वाक्य जते घटिबा को जाउछि तार तिक्तता हमें देखिबा को पारुछु हमको टिके तिक्त लागुछि आ जहन ठीक ताहा अनुभव करूछथि गोटे कथा मने पड़े जड़े युव भविष्य वक्ता अनेक आशा स्वप्न नहीं ईश्वर वाक्यर सेवा परिचर्चा करू करू से केमिति विवाह करिवे काहाकू विवाह करिवे केउ प्रकार झियो को से मन रे हो तो सेलेक्ट कर प्रार्थना रे सहित किंतु प्रभु ताको कहती भिन्न प्रकार हसय तमे व्यभिचारिणी स्त्री को तुम्हें ग्रहण कर ठीक अच्छे प्रभु ग्रहण कले लेखिले वाक्य वार्ता प्रभु जेमिति कहले सेमिति लेखिले किंतु घटना जेतले घटुची से निजे जाई जेतबेले से व्यभिचारिणी स्त्री को ग्रहण करूअछथि प्रैक्टिकल घटना घटुची लेखिबा बेले सहज भविष्य वक्ता कहवा बेले सहज ग्रहण करबा बेले हुए तो टिके चलिबो सहज किंतु प्रैक्टिकली जेतले से निजे जाई जने व्यभिचारिणी स्त्री को सहित विवाह करूची अरे भाबिथिली केमिति झियो को मु विवाह करबा कथा किंतु ये कौन तथापि ताको ग्रहण करूची कारण ईश्वर को बात तिक्त अनुभूति ग्रहण करूची किछि दिन परे से स्त्री हसयंग पाखक आसी विवाहित हेबा परे मध्य से पुनर्बार वेश्यावृत्ति पड़ुची आ ईश्वर को वाक्य अनुसार से निश्चित भावे से स्त्री को पाखक जीव आउ तांको बुझेई सुझेई कहबो मु तुमको केते प्रेम करूची तमे केमिति पळे जाउछ हार्ड टाइम टफ टाइम लेखिबा बेले कहवा बेले ग्रहण करिबा बेले तावे तो मधुमय मिठा लागुची किंतु प्रैक्टिकली जेतले जाई से व्यभिचारी स्त्री को पुनर्बार बुझेई सुझेई ताकू कहूची आणुची आउ तरे पुनर्बार से पळे जाउची से
ঘটনা চক্ରରେ ହସୟ ଭବିଷ୍ୟତ ବକ୍ତା ନିଜେ ଛନ୍ଦି ହୋଇଯାଇଛନ୍ତି କେତେ ତିକ୍ତତାର ଅନୁଭୂତି ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିବା ବେଳେ ଆମକୁ ହୁଏତ ମଜା ଲାଗିଯାଇପାରେ କିନ୍ତୁ ତାହା ପ୍ରାକ୍ଟିସ କରିବା ବେଳେ କେତେ ଯେ କଷ୍ଟଦାୟକ ତଥାପି ଆମକୁ ତାହା କରିବାକୁ ହିଁ ପଡ଼ିବ ଅନ୍ୟ ବିକଳ୍ପ କିଛି ନାହିଁ ଶତ୍ରୁକୁ କ୍ଷମା କରିବା ନିଜ ଭାଇକୁ କ୍ଷମା ଦେବା ପ୍ରଭୁଙ୍କ ବାକ୍ୟ ପ୍ରଭୁଙ୍କ ବାର୍ତ୍ତା ଆମେ ପ୍ରଚାର କରୁଛୁ ଆମେ ପଢୁଛୁ ଆମେ ଶୁଣୁଛୁ ଭଲ ବାକ୍ୟ ଈଶ୍ୱର ନିଶ୍ଚିତ ବାର୍ତ୍ତା ତହିଁରେ କିଛି ଅଭାବ ନାହିଁ କିନ୍ତୁ ତାକୁ ପ୍ରାକ୍ଟିସ କରିବାକୁ ଯିବା ବେଳେ ଆମେ ନିଜେ ପଛୁଆ ସେ କଷ୍ଟ ଆମେ ଜାଣିପାରୁଛୁ ସେ ସମସ୍ୟାରେ ଆମେ ନିଜେ ଛନ୍ଦି ହୋଇଛୁ କେମିତି ଯିବି କେମିତି ଯାଇ କହିବି ତାକୁ ଆଉ ତା ପାଖକୁ ଆଉ ମୁଁ ଯିବି କି ତାକୁ ଆଉ କେମିତି ମୁଁ କ୍ଷମା ଦେବି ସେ ପରା ମତେ ଏମିତି କଥା କହିଥିଲା ନୁହେଁ କି ମଧୁପରି ମିଠା ପାଟିକୁ କିନ୍ତୁ ତିକ୍ତ ପିତା ଉଦର ତଥାପି ତାହା ଈଶ୍ୱରଙ୍କ ବାକ୍ୟ ଅବଶ୍ୟ ଆମକୁ ଗ୍ରହଣ କରିବାକୁ ପଡ଼ିବ ଆଉ ତାହା ଗ୍ରହଣ କରିବା ଦ୍ୱାରା ତାର ଆଶୀର୍ବାଦ ଆମମାନଙ୍କ ପାଇଁ ପ୍ରିୟ ବନ୍ଧୁ ବାକ୍ୟରେ ମୁଁ ଯେତେବେଳେ ଦେଖେ ଯେ ଯେଉଁଠି ଯେଉଁଠି ଶତ୍ରୁତାର ମିଳନ କ୍ଷମା ରହିଛି ଦିଆଯାଇଛି ସେଇଠି କ୍ଷମା ପରେ ମିଳନ ପରେ ବହୁତ ବଡ଼ ଆଶୀର୍ବାଦ ଉଛୁଳା ଆଶୀର୍ବାଦ ପ୍ରଭୁ ପ୍ରଦାନ କରିବା ବାକ୍ୟରେ ଥ୍ରୁଆଉଟ୍ ଦ ବାଇବଲ ଦେଖିବାକୁ ମିଳୁଛି କିନ୍ତୁ ମିଶିବା ଶତ୍ରୁ ସହିତ ମିଶିବା ଯେ ଆମକୁ ଘୃଣାର ମନୋଭାବ ଦେଖାଉଛି ତାଙ୍କ ସହିତ ମିଶିବା ଭାରି କଷ୍ଟିଆ ବହୁତ କଷ୍ଟକର ଲାଗିବ ତାଙ୍କୁ ମୁଁ କେମିତି କ୍ଷମା ଦେବି ତାଙ୍କ ପାଇଁ ମୁଁ କେମିତି ନା ସେ କଥା ହୋଇପାରିବ ଜୀବନ ଯାକ ଜୀବନ ତମାମ ମୁଁ ତାଙ୍କ ମୁଖ ଦେଖିବାକୁ ଚାହେଁ ହୁଏତ ଆମେ ରାଗ ରିସାରେ ସେମିତି କହିଥାଇପାରିବା କିନ୍ତୁ ଯଦି ଆମେ କ୍ଷମା ଦେବା ଯଦି ଆମେ ମିଶିବା ତାର ଫଳ ତାର ରିଜଲ୍ଟ ଏତେ ଆଶୀର୍ବାଦ ଭରା ସ୍ୱର୍ଗୀୟ ଆଶୀର୍ବାଦରେ ପରିପୂର୍ଣ୍ଣ ପ୍ରିୟ ବନ୍ଧୁ ଆଜି ଆମେ ଅନେକ ସମୟରେ ଅନେକ ଆଶୀର୍ବାଦରୁ ବଞ୍ଚିତ କିନ୍ତୁ ସମସ୍ୟା ହଉଛି ଆମେ ଭାବୁଛୁ ମୁଁ ଆଶୀର୍ବାଦ ପ୍ରାପ୍ତ ବ୍ୟକ୍ତି କିନ୍ତୁ ଦେଖିବା ବେଳେ ଆମେ ଅନେକ ଆଶୀର୍ବାଦରୁ ବଞ୍ଚିତ ଭାବୁଛୁ ମୋ ଠାରେ ଅଛି କିନ୍ତୁ ବାସ୍ତବିକ ଭାବେ ସ୍କାନ ଆଉଟ କଲେ ଜଣା ପଡୁଛି ଆମ ଠାରେ ନାହିଁ ବାସ୍ତବିକତା ହୁଏତ ଏଇଥିପାଇଁ ଆମେ ଈଶ୍ୱରଙ୍କ ବାକ୍ୟକୁ ଯଥାର୍ଥ ରୂପେ ପାଳନ କରିପାରିବା ସେ ଛୋଟିଆ ଶତ୍ରୁତା ଛୋଟିଆ ଜାଗତିକତା ଛୋଟିଆ ଜଗତ ପ୍ରତି ଆମରି ଲାଳସା ଏତେ ବଡ଼ ବଡ଼ ଆଶୀର୍ବାଦ ଠାରୁ ଆମକୁ ଦୂରେ ରଖିଦେଇଛି ଯେ ତାହା କେତେ ଧଇଁ ସଇଁ ହେଲେ ମଧ୍ୟ ଜାଗତିକ ଭାବେ କେତେ ପରିଶ୍ରମ କଲେ ମଧ୍ୟ ଆମେ ତାହା ପାଇପାରିବା ଛୋଟିଆ ବିଷୟ ଅଟକ କରି ରଖିଦେଇଛି ମହାନ ଆଶୀର୍ବାଦକୁ ଆଉ ତାହା ବାକ୍ୟ ମାନିବା ଦ୍ୱାରା ହିଁ ତାର ସମାଧାନ ହୋଇପାରିବ ଆଜି ପ୍ରିୟ ମଣ୍ଡଳୀ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ କେତେ ଦୂର ପ୍ରଭୁଙ୍କ ପଦ ତଳେ ନମ୍ର ପୂର୍ବକ କହିପାରିବା ପ୍ରଭୁ ମୁଁ ତୁମରି ବାକ୍ୟକୁ ଗ୍ରହଣ କରିବି ପ୍ରଭୁ ଆଉ ଖାଲି ଗ୍ରହଣ କରିବି ତାହା ନୁହେଁ ପ୍ରଭୁ ମୁଁ ନିଶ୍ଚିତ ଭାବେ ମାନିବି କଷ୍ଟ ହେଲେ ମଧ୍ୟ ମାନିବି ମୁଁ କ୍ଷମା ଦେବି ପ୍ରଭୁ ମୋ ପଡ଼ୋଶୀଙ୍କୁ ମୋ ବନ୍ଧୁଙ୍କୁ ମୋ ନିଜ ଭାଇଙ୍କୁ ଯାହାଙ୍କ ପ୍ରତି ମୋର ଶତ୍ରୁତା ରହିଛି ଦୀର୍ଘ ସମୟ ପ୍ରଭୁ ମୁଁ ତୁମ ପାଇଁ ପ୍ରଭୁ କହିପାରିବି କି ନା ଆଶୀର୍ବାଦରୁ ବଞ୍ଚିତ ହୋଇ ମରଣ ପର୍ଯ୍ୟନ୍ତ ଅଛି ହିଁ ବୋଲି ଭାବୁଥିବା କିନ୍ତୁ ବାସ୍ତବିକ ଭାବେ କିଛି ନଥିବ ପ୍ରିୟ ବନ୍ଧୁ ଈଶ୍ୱରଙ୍କ ବାକ୍ୟ ମଧୁମୟ ଆଉ ତାହା ଆମେ ଗ୍ରହଣ କରିବା ଦରକାର ମାନିବା ଦରକାର ପାଳନ କରିବା ଦରକାର ଆଉ ଜୀବନରେ ଈଶ୍ୱରୀୟ ସ୍ୱର୍ଗୀୟ ଆଶୀର୍ବାଦରେ ଭରପୁର ହୋଇ ଆମରି ବ୍ୟକ୍ତିଗତ ପାରିବାରିକ ମାଣ୍ଡଳିକ ଜୀବନ ଆଉ ଉଚ୍ଛୁଳା ଆଶୀର୍ବାଦରେ ଭରିଯିବା ନିହାତି ଆବଶ୍ୟକ ଦ୍ୱିତୀୟ ବିଷୟ ଆମେ ଏହି ସ୍ଥାନରୁ ଦେଖିବାକୁ ପାରିବା ପ୍ରଥମ ବିଷୟ ହେଉଛି ଈଶ୍ୱରଙ୍କ ବାକ୍ୟ ମଧୁମୟ ଦ୍ୱିତୀୟ ବିଷୟ ହେଉଛି ଦୁର୍ଦିନରେ ମଧ୍ୟ ଈଶ୍ୱରଙ୍କ ବାକ୍ୟ ଦୁର୍ଲଭ ନୁହେଁ ଦୁର୍ଦିନରେ ମଧ୍ୟ
ଈଶ୍ୱରଙ୍କ ବାକ୍ୟ ଦୁର୍ଲଭ ନୁହେଁ। ମାନେ ସେଇ ଟ୍ରିବୁଲେସନ୍ କୁ ଆମେ ଯିବା 7 ବର୍ଷର କ୍ଲେଶ, ଆଉ 7 ବର୍ଷର କ୍ଲେଶ 2 ଭାଗରେ ବିଭକ୍ତ। ତାର ଦ୍ୱିତୀୟ ଭାଗ 3.5 ବର୍ଷ 1260 ଦିନ 42 ମାସ, ସେ ଦ୍ୱିତୀୟ ଭାଗଟି ମଧ୍ୟ। କିନ୍ତୁ ତାହା ହେଉଛି ପ୍ରକୃତ କ୍ଲେଶର ପ୍ରକୃତ ସମୟ। ଆଉ ଏମିତି କ୍ଲେଶ ଭରା ବର୍ଣ୍ଣନାର ବାହାର, ଆଉ ପ୍ରଭୁ ପର୍ପସଫୁଲି ସେ କ୍ଲେଶ ପୃଥିବୀ ପୃଷ୍ଠରେ ରଖିଛନ୍ତି ଯେ ସେହି କ୍ଲେଶ ଦେଇ ଈଶ୍ୱର ମଣିଷର ଉତ୍ପାତିଆ ପାପର ସଠିକ ସମାଧାନ ଆଉ ନ୍ୟାୟ ସେ ଦେଇପାରିବେ। ଆଉ ସେଇ କ୍ଲେଶ ହେତୁରୁ ହିଁ ଏ ଜିହୁଦୀ ମାନଙ୍କ ପରିବର୍ତ୍ତନ ଘଟିବ। କାରଣ ଆଜି ପର୍ଯ୍ୟନ୍ତ ଜିହୁଦୀ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତିରସ୍କାର କରୁଛନ୍ତି। ଗରିବ ଘରେ ଜନ୍ମ ନେଇଥିବା ଯୋସେଫଙ୍କ ପୁତ୍ର କି ଆମ ମସିହ ହେଇପାରିବନି କଥା, ସେ ଏତେ ଗରିବ ହୋଇପାରିବେ ନାହିଁ ଆମରି ମସିହ। ସେମାନେ ଗୋଟାଏ ଧନବାନ, ଗୋଟେ ପ୍ରତିଭାପନ୍ନ, ଗୋଟେ ସର୍ବଜ୍ଞାନୀ ଜଣେ ମସିହଙ୍କ ଅପେକ୍ଷାରେ ରହି ପ୍ରକୃତ ମସିହ ଯେ ଯୀଶୁ ଖ୍ରୀଷ୍ଟ ତାଙ୍କୁ ପ୍ରତ୍ୟାଖ୍ୟାନ କରିଅଛନ୍ତି। ଯେତେବେଳେ ଭଣ୍ଡ ଖ୍ରୀଷ୍ଟ ଆବିର୍ଭାବ ହେବେ, ସବୁ ଥିବା ପରି ସେ ଦେଖାଯିବେ, ସେତେବେଳେ ଏ ଚାଲାକି ଚତୁରତାରେ ଥିବା ଜ୍ଞାନୀ ଶାସ୍ତ୍ରରେ ବଣା ଏହି ଆଉ ଜିହୁଦୀ ମାନେ ସେ ଭଣ୍ଡ ବ୍ୟକ୍ତିଙ୍କୁ ଖ୍ରୀଷ୍ଟ ବୋଲି ଗ୍ରହଣ କରିବେ। ଦେଖନ୍ତୁ କେମିତି ଦଶା, କେମିତି ଅବସ୍ଥା। ବାକ୍ୟରେ ଡୁବିଥିବା ଲୋକେ ଏ ଜିହୁଦୀ ଲୋକେ। ଯଦି ଆମେ ଦେଖିବା ତେବେ ହୋଲ ବାଇବେଲ ର 98% ସବୁ ବାକ୍ୟ, ସବୁ ବାଇବେଲ ଏହି ଆଉ ଇସ୍ରାଏଲ ଦେଶରେ ଲିଖିତ, ଇସ୍ରାଏଲ ମାନଙ୍କ ଦ୍ୱାରା ଲିଖିତ। ପ୍ରାୟ 98% ସବୁ ଏ ଲୋକମାନଙ୍କ ମଧ୍ୟରେ ବାକ୍ୟର ଗ୍ରନ୍ଥାଗାର କହିବାକୁ ଗଲେ। କିନ୍ତୁ ସବୁ ଥାଇ ବାକ୍ୟରେ ଡୁବି ଯାଇ ମଧ୍ୟ ଆଉ ପ୍ରଭୁ ଏମାନଙ୍କୁ ଜଣେଇବା ପାଇଁ ପୁରାତନ ନିୟମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପିତା ଈଶ୍ୱର ଆଉ ତାଙ୍କରି କ୍ରୁଶର କାର୍ଯ୍ୟକୁ ଅନେକ ସ୍ଥାନରେ ସେ ପ୍ରତିପାଦିତ କରିଅଛନ୍ତି। କଣ ଟିକେ ହେଉ ନ ହେଉ ପ୍ରଭୁ ଟିକେ ଲାଲ କଲର ଦେଖାଉଛନ୍ତି, ଯେମିତି ତାହା ଆଉ ତାଙ୍କ କ୍ରୁଶୀୟ କାର୍ଯ୍ୟ, ସେ ପବିତ୍ର ରକ୍ତର ସୂଚନା ଟିକେ ଦବ। ଟିକେ କଣ ହେଉ ନା ହେଉ ପୁରାତନ ନିୟମରେ ପ୍ରଭୁ ବଳିଦାନର ବ୍ୟବସ୍ଥା ସବୁ ଡିଜାଇନ କରିଛନ୍ତି, ଯେମିତି ତାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶୀୟ ବଳିକୁ ସମ୍ପୂର୍ଣ୍ଣ ରୂପେ ଆଉ ଅଙ୍ଗୁଳି ନିର୍ଦ୍ଦେଶ କରିପାରିବେ। ସବୁ ଏମାନଙ୍କ ପାଇଁ, ତଥାପି ଚିହ୍ନି ପାରୁନାହାନ୍ତି ମସିହ କିଏ। ଆଉ ସେହି 7 ବର୍ଷର କ୍ଲେଶ, ଯନ୍ତ୍ରଣାଦାୟୀ କ୍ଲେଶ ନହେଲେ କହିବାକୁ ଗଲେ ଏମାନେ ଅପରିବର୍ତ୍ତିତ ହେବେ। ଆଉ ସେହି 7 ବର୍ଷର କ୍ଲେଶ ସେଇ ଜିହୁଦୀ ମାନଙ୍କ ପାଇଁ ପ୍ରଭୁ ଡିଜାଇନ କରିଛନ୍ତି। ଆଉ ସେମିତି କ୍ଲେଶ ଗୋଟେ ଭୀଷଣ ସମୟ ମଧ୍ୟରେ ପ୍ରଭୁ କହୁନାହାନ୍ତି 2000 ବର୍ଷ ତମାମ ମୁଁ ବାକ୍ୟ ପ୍ରଚାରର ବନ୍ଦୋବସ୍ତ ମୁଁ କରିଛି ଏ ମଣ୍ଡଳୀ ଯୁଗରେ, ମୋର ତ କିଛି ଭୁଲ ନାହିଁ। ଏବେ କ୍ଲେଶର ସମୟ, ତମେ ଭୁଲ କରିଛ, ତମେ ତାର ପରିଣାମ ପାଉଛ, ତମ ଲେଖା ତମେ ବୁଝ। ପ୍ରଭୁ ନୀରବ ରହୁନାହାନ୍ତି। ଏ ଦୁର୍ଦିନରେ ମଧ୍ୟ ବାକ୍ୟକୁ ସେ ପ୍ରଚାର ପ୍ରସାର କରିବା ପାଇଁ ସେ ପଥ ଖୋଲି ଅଛନ୍ତି ଯେ କେମିତି ଏ 7 ବର୍ଷ ଆଉ କ୍ଲେଶର ସମୟରେ ମଧ୍ୟ ଈଶ୍ୱରଙ୍କ ବାକ୍ୟ, ରାଜ୍ୟର ସୁସମାଚାର ସ୍ଥାନେ ସ୍ଥାନେ ପ୍ରଚାରିତ ହବ ଏବଂ ବ୍ୟକ୍ତି ବିଶେଷ ଭାବେ ସମସ୍ତେ ଆଉ ସୁସମାଚାର ଶୁଣିବେ। ଦୁର୍ଦିନରେ ମଧ୍ୟ ଈଶ୍ୱରଙ୍କ ବାକ୍ୟକୁ ସେ ଦୁର୍ଲଭ କରିନାହାନ୍ତି। ଏତେ ପ୍ରେମମୟ ପ୍ରେମିକ ଈଶ୍ୱର ଆମ ପ୍ରଭୁ, ଏତେ ଦୟାମୟ ଈଶ୍ୱର। ଆଉ ଆଜି ମଧ୍ୟ ସେ ବାକ୍ୟ ଆମମାନଙ୍କୁ ପ୍ରଦାନ କରୁଛନ୍ତି।
केते दूर आमे आउ प्रकृत समर्पणर सहित बड़ इच्छा तृषा क्षुधार सहित तांको वाक्य शुणुछु ताहा प्रश्नवाची किंतु प्रभु से चाहुछंती केमिति केते बेले मो ए पुओ मो ए झियो मन परिवर्तन करिवे मो वाक्य पहुंचाउछि वाक्य पठाउछि 7 वर्षर क्लेश भीषण समय रे मध्य प्रभु वाक्य को दुर्लभ करना से कहते जौन को जाओ तुम्हें जाओ प्रचार कर 1,44,000 लोके परिवर्तित होउछंती आउ से माने एथि पई जे से माने मिशनरी एक्टिविटीज करिवे 7 वर्ष तक दुईटी साक्षी आसु अछंती अंतत एमान को साक्ष्य देखि लोके जगतवासी से माने मते विश्वास करंतु किंतु देखंतु प्रभु एही प्रकारे तांको वाक्य को प्रशस्त भावे वितरण कले मध्य अल्प केतेक जेतेक पॉपुलेशन रहुची सेते बेले तहिरु अल्प केतेक मात्र से माने प्रभु यीशु ख्रीष्ट को विश्वास करूछथि अनेक परित्राण प्रिय बंधु आज आपण प्रभु वाक्य एते प्रचारित हेबा बादे मध्य कोन बिना परित्राण रे रहिबे कि रिक्त हस्तरे आसी रिक्त हस्तरे ही चली जेबे कि जदि आमे अनेक किछ पाऊ वाक्य जदि पाई ना जदि आमे परित्राण प्राप्त होई पारि ना जीवन रे कोटी कोटी टंकार संपद अर्जन कले मध्य तार मूल्य लाभ किछि नहीं प्रथम कथा आमे देखिले ईश्वर का वाक्य मधुमय द्वितीय विषय आमे देखिले दुर्दिन रे मध्य ईश्वर का वाक्य दुर्लभ प्रभु करिना प्रचार 7 वर्ष जाक क्लेश जाक प्रभु प्रदान करिछथि तृतीय विषय ईश्वर का पाखरे पातर अंतर किछि नाही ईश्वर का वाक्य समस्त प्रभु जहन को कहते तत्पर मत कहगला अनेक लोक जाति भाषावादी और राजा विरुद्ध तुमको पुनर्बार भाववाणी कह राजा प्रजा जाति विजाति सान बड़ तारतम्य किछि नहीं पातर अंतर किछि नहीं ईश्वर को आगरे समस्त समान आ से चाहूछथि समस्त निकट रे तुमे जाई वाक्य कह ए सुसमाचार समस्त को पाई केवल क्रिश्चियन मान को पाई क्रिश्चियन सीमा रे आबद्ध होई जिवो आनुए फील्ड होची एंटायर वर्ल्ड तुमे जाओ केवल जिहुदी मान को पाई सुसमाचार टार्गेट होई प्रभु देउ नाहंती समिति करी देउ नाही एंटायर वर्ल्ड पाई समस्त पृथ्वीवासी जाति विजाति समस्त को पाई समस्त को पाई सुयोग रही समस्त को पाई वाक्य रही समस्त को पाई परित्राण पाइबार सुयोग मध्य प्रभु रखि प्रभु को पाखरे पातर अंतर किछि नाही अनेक समय समिति परी देखा गले मध्य वास्तविक भावे से न्यायवान ईश्वर तांको पाखरे पातर अंतर किछि वाक्य समस्त जाति विजाति समस्त समस्त समस्तंक पाई से वाक्य खाऊ समस्तंक पाई से परित्राणर सुयोग खाऊ समस्तंक पाई से स्वर्ग उन्मुक्त हेबा सत्वे केमिति आजी अनेक ख्रिस्टियन नामधारी ख्रिस्टियन परित्राण विहीन होई रहिबे पापर कलुषतारे पापर अभिशाप रे अभिशप्त जीवन यापन करी पापरे लाखी रही जिबे पाप ही जीवन में प्रैक्टिस करी करी मरण पर्यंत जिबे भापी हेउना सुयोग समस्त ए वाक्य समस्त स्वर्ग प्रभु खोला रखी अच्छे जी मत विश्वास करवा आसी पार बारण किछि नाही
ପାତରଅନ୍ତର କିଛି ନାହିଁ। ନ୍ୟାୟବାନ ଈଶ୍ୱର ତାଙ୍କ ଖୋଲା ହସ୍ତରେ ପ୍ରସାରିତ ବାହୁରେ ସେ ଅପେକ୍ଷିତ କେବେ ଆସିବେ। ତଥାପି ଯଦି ଆମେ ପରିତ୍ରାଣ ବିହୀନ କେହି, କେତେ ଦୁର୍ଭାଗ୍ୟଜନକ, କେତେ ଦୁର୍ଭାଗ୍ୟଜନକ। ପ୍ରଭୁ ସେ ସୁଯୋଗ ଆଉ ଟିକେ ଦେଇଛନ୍ତି ବାକ୍ୟ ଆଉ ପ୍ରସାର କ୍ଲେଶ ବନ୍ଦ ହବ। 1000 ବର୍ଷ ଶାନ୍ତି ରାଜ୍ୟ ତାପରେ ଆସିବ। ସେତେବେଳେ ମଧ୍ୟ ଟିକେ ସୁଯୋଗ, ଯଦି କେହି ପରିତ୍ରାଣ ବିହୀନ ଯୀଶୁଙ୍କ ଆଉ ବିଷୟ ଶୁଣି ଜାଣି ସୁସମାଚାର ଶୁଣି ଯଦି ବିଶ୍ୱାସ କରିବେ ସ୍ୱର୍ଗକୁ ଯାଇପାରିବେ। ଦେଖନ୍ତୁ ଗୋଟିଏ ବିଷୟ ଭାବି ଦେଖନ୍ତୁ ମୋ ସହିତ, ଯେତେବେଳେ ରାଜ୍ୟ ହଉଛି ମଣ୍ଡଳୀର ରାଜ୍ୟ କେହି ଜାଣିପାରିବେନି, କିନ୍ତୁ ତାର 7 ବର୍ଷ ପରେ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଆକାଶରୁ ପୃଥିବୀକୁ ଆସିବେ, ସମସ୍ତ ଚକ୍ଷୁ ତାଙ୍କୁ ଦେଖିବ। ଆଉ ଯେଉଁମାନେ ତାଙ୍କୁ ପିନ୍ଧିଥିଲେ ସେ ଯିହୁଦୀ ମାନେ ମଧ୍ୟ ତାଙ୍କୁ ଦେଖିବେ। ପ୍ରଭୁ ସେ ଦେଖିବାର ସୁଯୋଗ ଦେଇଛନ୍ତି, କାଳେ ତାହା ଦେଖି ମଧ୍ୟ କେହି ଯଦି ବିଶ୍ୱାସ କରିବେ କରନ୍ତୁ। ଆଉ ଟିକେ ସମୟ ରହିଛି, 1000 ବର୍ଷ ଶାନ୍ତି ରାଜ୍ୟ। ସେହି ପିଢ଼ି, ସେହି କାଳର ସେ ଲୋକମାନେ ଯଦି କେହି ପରିତ୍ରାଣ ବିହୀନ ଯଦି ବିଶ୍ୱାସ କରିବେ, ତଥାପି ସେମାନଙ୍କୁ ପରିତ୍ରାଣ ଦିଆଯିବ ସ୍ୱର୍ଗ ଦ୍ୱାର ଉନ୍ମୁକ୍ତ। କିନ୍ତୁ 1000 ବର୍ଷ 999 ବର୍ଷ ଆଉ ଗୋଟେ ବର୍ଷ ବାକି, 364 ଦିନ ଆଉ ଗୋଟେ ଦିନ ବାକି ଅଛି। ସେ ଗୋଟେ ଦିନ ଯେବେ ବନ୍ଦ ହବ, ସରିଯିବ, ସ୍ୱର୍ଗ ହୁଏତ ଲକ୍ ପରିତ୍ରାଣର ଚାବିକାଠି ବନ୍ଦ ହୋଇଯିବ। କମ୍ପ୍ଲିଟ ଲକଡାଉନ। ଯୀଶୁ ଶ୍ଵେତ ସିଂହାସନରେ ବସିବେ ବିଚାର କରିବା ପାଇଁ। ଆଉ ସମସ୍ତ ପରିତ୍ରାଣ ବିହୀନ ଲୋକମାନେ ସେମାନେ ପୁନରୁତ୍ଥିତ ହୋଇ ଯୀଶୁଙ୍କ ନିକଟକୁ ଆସିବେ ବିଚାରିତ ହେବା ପାଇଁ। ଆଉ ଯୀଶୁ ସେମାନଙ୍କୁ ଅତି ପ୍ରାଞ୍ଜଳ ଭାବେ ଦେଖେଇବେ, ତମେ ମତେ ସୁଯୋଗ ଥାଉ ଥାଉ ପରିତ୍ୟାଗ କରିଥିଲ, ସୁସମାଚାରକୁ ତ୍ୟାଗ କରିଥିଲ, ଯାଅ ତମେ ଅନନ୍ତ ନରକରେ ନିକ୍ଷିପ୍ତ। ସେତେବେଳେ କିନ୍ତୁ ସେମାନେ ଏତେ ସହଜରେ ଯିବେ। ଯୀଶୁଙ୍କ ପଦ ତଳେ ମୁଣ୍ଡିଆ ମାରି କହିବେ, ସେତେବେଳେ ବାକ୍ୟ ସଫଳ ହେବ, ପ୍ରତିଟି ଜାନୁ ପାପ ହେବ ତାଙ୍କ ଆଗରେ। ଆଉ ସେମାନେ ମୁଖ ଖୋଲି କହିବେ, ଯୀଶୁ ତୁମେ ହିଁ ପ୍ରଭୁ। ପ୍ରତିଟି ମୁଖ ସ୍ୱୀକାର କରିବ, ଯୀଶୁ ଯୀଶୁ ତୁମେ ଉଦ୍ଧାର କର୍ତ୍ତା, ତୁମେ ଉଦ୍ଧାର କର୍ତ୍ତା, ତୁମେ ଈଶ୍ୱର, ତୁମେ ଈଶ୍ୱର। କେତେ ରଡ଼ି ଛାଡ଼, କାମ ଦେବନି ପରିତ୍ରାଣର ସୁଯୋଗ। ସ୍ୱର୍ଗ ସବୁଦିନ ପରିତ୍ରାଣ ଆଉ ବାକ୍ୟ ପ୍ରଚାର ଆଉ ସୁଯୋଗ ଆଜି ଆମମାନଙ୍କ ପାଇଁ ମଧ୍ୟ ବର୍ବାଦ କରିବା ନାହିଁ। କୌଣସି ଗୋଟେ ଛୋଟିଆ ପାପରେ ଲାଖି ରହିଯାଇ ପାପର ନିଶାରେ ପଡ଼ି ଏ ସୁଯୋଗକୁ ଅପବ୍ୟବହାର କରନ୍ତୁ ନାହିଁ। ଈଶ୍ୱରୀୟ ସୁଯୋଗ। ପ୍ରଭୁ ଆପଣଙ୍କୁ ଡାକୁଛନ୍ତି ସନ୍ଧ୍ୟାବେଳେ, ଆପଣ ତ ସବୁ ଜାଗତିକତାକୁ ପରିହାର କରି ଯୀଶୁଙ୍କୁ କୁହନ୍ତୁ, ଯୀଶୁ ତୁମେ ହିଁ ମୋର ଉଦ୍ଧାର କର୍ତ୍ତା। ମୋର ଏ କଠିନ ମନକୁ ମୁଁ ଚୂର୍ଣ୍ଣ କରୁଛି ପ୍ରଭୁ। ତୁମେ ହିଁ ମୋ ପାପ ପାଇଁ ମରିଥିଲ ପ୍ରଭୁ। ତୁମେ ହିଁ ଏକମାତ୍ର ଜଗତର ଉଦ୍ଧାର କର୍ତ୍ତା, ମୋର ଉଦ୍ଧାର କର୍ତ୍ତା, ପୁନରୁତ୍ଥିତ ଖ୍ରୀଷ୍ଟ। ତୁମେ ମୋର ହୃଦୟ ବାସ। ଯଦି ଆପଣ ବିଶ୍ୱାସ କରିବେ, ଆଜି ଠିକ ଏହି ସମୟ ସ୍ୱର୍ଗରେ ଦୂତମାନେ ମହା ଆନନ୍ଦ କରିବେ, ଜୟଗାନ କରିବେ ଆପଣଙ୍କ ପରିବାର। ଆଉ ସ୍ୱର୍ଗ ଆପଣଙ୍କ ପାଇଁ ସୁନିଶ୍ଚିତ, ପରିତ୍ରାଣ ଆପଣଙ୍କ ପାଇଁ ସୁନିଶ୍ଚିତ। ଈଶ୍ୱରଙ୍କ ବାକ୍ୟ ଠାରୁ ଏହି ସମସ୍ତ ଆଶୀର୍ବାଦ ଆସିଥାଏ। ଈଶ୍ୱରଙ୍କ ବାକ୍ୟ ମଧୁମୟ ଏବଂ ଦୁର୍ଦିନରେ ମଧ୍ୟ ଦୁର୍ଲଭ ନୁହେଁ, କିନ୍ତୁ ଗୋଟେ ଦିନ ବନ୍ଦ ହେଇଯିବ। ଆଉ ଈଶ୍ୱରଙ୍କ ବାକ୍ୟ ସମସ୍ତ ଜାତି ବିଜାତି ପାତରଅନ୍ତର କିଛି ନାହିଁ। ଆସୁ ଆମେ ଆପଣଙ୍କୁ ନମ୍ର କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତାଙ୍କର ସୁସମାଚାର ଅନୁସାରେ ବିଶ୍ୱାସ କରି ପରିତ୍ରାଣ ପ୍ରାପ୍ତ ହେଉ। ଆଉ ମହା ଆନନ୍ଦ ଆମମାନଙ୍କର ପ୍ରଭୁଙ୍କ ବାକ୍ୟରେ ପ୍ରତ୍ୟେକଙ୍କୁ ଆଶୀର୍ବାଦ।
ପ୍ରେମାଣୀ ମହାଶୟ ଅତି ସୁନ୍ଦର ଭାବେ ପ୍ରଭୁଙ୍କ ବାକ୍ୟ ପରିବେଷଣ କରିଥିବାରୁ ମଣ୍ଡଳୀ ତରଫରୁ ତାଙ୍କୁ ବିଶେଷ ବିଶେଷ ଧନ୍ୟବାଦ ଅର୍ପଣ କରୁ। ଧନ୍ୟବାଦ। ଆସନ୍ତୁ ଏ ସମୟରେ ଆମମାନେ ଦାନ ସଂଗ୍ରହ କାର୍ଯ୍ୟ କରିବା ପାଇଁ ଥିବା ମୋ ଅନୁରୋଧ